ଯୋଗଶ୍ଚ କୁରୁ କର୍ମାଣି ସଂତ୍ୱକ୍ତା ଧନଞ୍ଜୟ ସିଦ୍ଧ୍ୟ ସିଦ୍ଧ୍ୟ ସମଭୂତ୍ୱା ସମତ୍ୱ ଯୋଗ ଉଚ୍ୟତେ। ହେ ଧନଞ୍ଜୟ, ତୁମ ଆସକ୍ତି ତ୍ୟାଗ କରି ସିଦ୍ଧି ଅସିଦ୍ଧିରେ ସମ ହୋଇ ଯୋଗଶ୍ଚ ହୋଇ କର୍ମ କର, କାରଣ ସମତାକୁ ହିଁ ଯୋଗ କୁହାଯାଏ। କୌଣସି କର୍ମରେ, କର୍ମଫଳରେ ସ୍ନାନ, କାଳ, ଘଟଣା, ପରିସ୍ଥିତି, ଅନ୍ତଃକରଣ, ବହିକରଣ ଆଦି ପ୍ରାକୃତ ବସ୍ତୁରେ ତୁମର ଆସକ୍ତି ନ ହେଲେ ତୁମେ ନିର୍ଲିପ୍ତ ହୋଇ କର୍ମ କରିପାରିବ। ଯଦି ତୁମେ କର୍ମ ବା ଫଳ କୌଣସିଟିରେ ଜଡ଼ିତ ହେବ, ତେବେ ନିର୍ଲିପ୍ତ କିପରି ହେବ? ନିର୍ଲିପ୍ତ ନ ହେଲେ ସେହି କର୍ମ ମୁକ୍ତିଦାୟକ ହେବ କିପରି? ସିଦ୍ଧ୍ୟ ସିଦ୍ଧୌ ସମଭୂତ୍ୱା। ଆସକ୍ତି ତ୍ୟାଗର ପରିମାଣ କ'ଣ? ସିଦ୍ଧି ଓ ଅସିଦ୍ଧିରେ ସମଭାବ ହେବା ହିଁ ଆସକ୍ତି ତ୍ୟାଗର ପରିମାଣ। କର୍ମ ପୂର୍ଣ୍ଣ ହେବା ବା ଅପୂର୍ଣ୍ଣ ରହିବା, ସାଂସାରିକ ଦୃଷ୍ଟିରୁ ତାହାର ଫଳ ଅନୁକୂଳ ବା ପ୍ରତିକୂଳ ହେବା, ସେହି କର୍ମ କଲେ ଆଦର ନିରାଦର ଓ ପ୍ରଶଂସା ନିନ୍ଦା ମିଳିବା, ଅନ୍ତଃକରଣ ଶୁଦ୍ଧ ହେବା ଅଥବା ନ ହେବା ପ୍ରଭୃତି ଯେତେ ସିଦ୍ଧି ଓ ଅସିଦ୍ଧି ଅଛି ସେଥିରେ ସମ ରହିବା ଉଚିତ। କେବଳ ନିଜ କର୍ତ୍ତବ୍ୟ କର୍ମ କରିବାକୁ ହେବ। କର୍ମ ପୁରା ହେଉ ବା ନ ହେଉ, ଫଳପ୍ରାପ୍ତି ହେଉ ବା ନ ହେଉ, ଆଜିର ମୁକ୍ତି ହେଉ ବା ନ ହେଉ, ସେଥିପ୍ରତି କ୍ରମଯୋଗୀ ସମତା ଅର୍ଥାତ୍ ନିଷ୍କାମ ଭାବ ରଖିବା ଉଚିତ। ସାଧକକୁ ଅସଙ୍ଗତାର ଅନୁଭବ ହେଉନଥିଲେ ବି ତଥା ତାଠାରେ ସମତା ଆସିନଥିଲେ ବି ଅସଙ୍ଗତା ଓ ସମତା ପ୍ରାପ୍ତି ପାଇଁ ତାର ଉଦ୍ଦେଶ୍ୟ ରହିବା ଉଚିତ। ଉଦ୍ଦେଶ୍ୟ ପରିଶେଷରେ ସଫଳ ହୁଏ। ସାଧନ ରୂପକ ସମତାରୁ ଅର୍ଥାତ୍ ଅନ୍ତଃକରଣ ସମତାରୁ ସାଧ୍ୟ ରୂପକ ସମତା ସ୍ୱତଃ ପ୍ରାପ୍ତ ହୁଏ। ତଦା ଯୋଗମ୍ ବାପସ୍ୟାସି ଯୋଗଶ୍ଚ କୁରୁ କର୍ମାଣି। ସିଦ୍ଧି ଓ ଅସିଦ୍ଧିରେ ସମ ହେବା ପରେ ସେହି ସମତାରେ ନିରନ୍ତର ଅଟଳ ସ୍ଥିତ ରହିବା ହିଁ ଯୋଗଶ୍ଚ ହେବା। ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭରୁ ଗଣେଶଙ୍କୁ ପୂଜା କରାଯାଏ ବୋଲି କାର୍ଯ୍ୟ ସମୟରେ ସେହି ପୂଜନ ଅବ୍ୟାହତ ରଖାଯାଏ ନାହିଁ। କିନ୍ତୁ ଏ କଥା ସେପରି ନୁହେଁ। ଏ କଥାକୁ କେହି ସେମିତି ନ ବୁଝନ୍ତୁ ଯେ ଆରମ୍ଭରେ ମୁଁ ଥରେ ସିଦ୍ଧି ଅସିଦ୍ଧିରେ ସମ ହୋଇଗଲି, ଆଉ ଏବେ ସେହି ସମତାକୁ ଅନୁକ୍ଷଣ ସାଥିରେ ରଖିବାର ଆବଶ୍ୟକତା ନାହିଁ ଏବଂ ରାଗ ଦ୍ୱେଷ କଲେ ଚଳିବ। ତେଣୁ ଭଗବାନ କହିଛନ୍ତି ସମତାରେ ସର୍ବଦା ସ୍ଥିତ ହୋଇ କର୍ତ୍ତବ୍ୟ କର୍ମ କରିବା ଉଚିତ। ସମତ୍ୱ ଯୋଗ ଉଚ୍ୟତେ। ସମତା ହିଁ ଯୋଗ ଅର୍ଥାତ୍ ଯୋଗତା ହେଉଛି ପରମାତ୍ମାଙ୍କର ସ୍ୱରୂପ। ସେହି ସମତା ଅନ୍ତଃକରଣରେ ନିରନ୍ତର ରହିବା ଉଚିତ। ଶ୍ଲୋକରେ ଭଗବାନ କହିବେ, ଯାହାଙ୍କ ମନ ସମତାର ସ୍ଥିତ ହୋଇଯାଇଛି ସେମାନେ ଜୀବିତ ଅବସ୍ଥାରେ ହିଁ ସଂସାରକୁ ଜୟ କରିଛନ୍ତି। କାରଣ ବ୍ରହ୍ମ ହେଉଛି ନିର୍ଦ୍ଦୋଷ ଓ ସମ, ତେଣୁ ସେମାନେ ବ୍ରହ୍ମରେ ସ୍ଥିତ ହୋଇଛନ୍ତି। ସମତାର ନାମ ଯୋଗ। ଏହା ହେଲା ଯୋଗର ପରିଭାଷା। ଏହି କଥା ମଧ୍ୟ ଆଗାମୀ ଅଧ୍ୟାୟରେ କହିବେ। ଯେଉଁଥିରେ ଦୁଃଖ ସଂଯୋଗର ବିୟୋଗ ହୁଏ ତା ନାମ ଯୋଗ। ବସ୍ତୁତଃ ଏ ଦୁଇଟି ଯାକ ପରିଭାଷା ଏକ। ଯାଦୁ କୁଣ୍ଡେଇ ହେଲେ ସୁଖ ମିଳେ ଓ ଜଳାପୋଡ଼ା ହେଲେ ଦୁଃଖ ମିଳେ, କିନ୍ତୁ ରୋଗ ହୋଇଥିବାରୁ ସେପରି ଦୁଇଟି ଯାକ ଦୁଃଖ ସ୍ୱରୂପ। ଠିକ୍ ସେହିପରି ସଂସାରର ସମ୍ବନ୍ଧରୁ ହେଉଥିବା ସୁଖ ଓ ଦୁଃଖ ଦୁଇଟି ଯାକ ବସ୍ତୁତଃ ଦୁଃଖ ସ୍ୱରୂପ। ଏଭଳି ସଂସାରରୁ ସମ୍ବନ୍ଧ ବିଚ୍ଛେଦର ନାମ ହିଁ ଦୁଃଖ ସଂଯୋଗର ବିୟୋଗ। ସୁତରାଂ ଦୁଃଖ ସଂଯୋଗର ବିୟୋଗ ଅର୍ଥାତ୍ ସୁଖ ଦୁଃଖରୁ ରହିତ ହେବା କଥା କୁହାଯାଉ ବା ସିଦ୍ଧି ଅସିଦ୍ଧିରେ ଅର୍ଥାତ୍ ସୁଖ ଦୁଃଖରେ ସମ ହେବା କଥା କୁହାଯାଉ, ଦୁଇଟି ଯାକ ଏକା କଥା। ଶ୍ଲୋକର ଅଭିପ୍ରାୟ ହେଉଛି ସ୍ଥୂଳ ସୂକ୍ଷ୍ମ ଓ କାରଣ ଶରୀରର ଘଟିତ ସମସ୍ତ କ୍ରିୟା କେବଳ ସେବା ରୂପେ ସଂସାର ପାଇଁ ହିଁ କରିବା ଉଚିତ, ନିଜ ପାଇଁ ନୁହେଁ। ଏହିପରି କଲେ ଯାଇ ସମତା ଆସିବ।